नमस्कार दर्शक बंधु मु सरोज पाकु मोर एई निजस्व लेखा मोबाइल एक महाकाल फल बेसी देखिले हब काल शुणंतु। आज्ञा कथारे अछि भल कर्म कले भल फल मिले, खराब कर्म कले मंद फल मिले। एक कथा मु कहू नाही, बापा कहूथिले। এই কথাটিକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି ମଧ୍ୟ। ସତ କହିବାକୁ ଗଲେ କାରଣଟି ହେଉଛି ଏ ଦୁନିଆରେ ସାରା ଦେଶ ବିଦେଶରେ ଓ ପୃଥିବୀ ପୃଷ୍ଠରେ କୋଣ ଅନୁକୋଣେ ଏହି ସ୍ମାର୍ଟ ମୋବାଇଲ ଫୋନ ଆବାଳ ବୃଦ୍ଧ ବନିତାଙ୍କୁ ପାଗଳ କରିଛି। ତେଣୁ ମୁଁ ଫୋନ ଦେଖିବାର ମନୋବୃତ୍ତି ସଉକ ନେଇ ଗୋଟେ ସ୍ମାର୍ଟ ମୋବାଇଲ ଫୋନ କିଣିଲି। କେମିତି ଅପରେଟ୍ କରନ୍ତି ମୁଁ ସାଙ୍ଗମାନଙ୍କଠୁ ଶିଖିଲି। ସେବେଠୁ ମୁଁ ଆଉ ପଛକୁ ଫେରିନି କି ହଟେନି। ଏଠୁ ଜେଡ୍ ପର୍ଯ୍ୟନ୍ତ ସବୁ ଜାଣିଗଲା ପରେ ମୋବାଇଲ ଦେଖା ଓ ନିଶା ଏତେ ମାତ୍ରାରେ ବଢ଼ିଗଲା ଯେ ମୁଁ 24 ଘଣ୍ଟାରୁ 12-15 ଘଣ୍ଟା ମୋବାଇଲ ଦେଖାରେ ବ୍ୟସ୍ତ ରହିଲି। କିଛି ଦିନ ଦେଖିଲା ପରେ ମୋର କିଛି ପରିବର୍ତ୍ତନ ହେବାର ନିଜକୁ ମୁଁ ଅନୁଭବ କଲି। ପ୍ରଥମେ ଆଖିରୁ ଦୃଷ୍ଟିଶକ୍ତି କମିଲା ପରି ଲାଗିଲା ଓ ଜାଲଜାଲୁଆ ଦିଶିଲା। ଦ୍ୱିତୀୟରେ ହଜମ ପ୍ରକ୍ରିୟା ଓ ଡାଇଜେସନ ପାୱାର କମିବାକୁ ଲାଗିଲା, ଠିକ୍ ସେ ହଜମ ହେଲା ନାହିଁ। ତୃତୀୟରେ ଚିଡ଼ିଚିଡ଼ା ଓ ଖରାପ ପ୍ରକୃତି ଜାଗ୍ରତ ହେଲା, ନିଦ ହଜେଇ ଦେଲା। କିଛି ଇଆଡୁ ସିଆଡୁ ଗୁପ୍ତ ଭିଡିଓ ଦେଖିବାରୁ ସବୁ କର୍ମରେ ବ୍ୟାଘାତ ଘଟିଲା। ମୁଁ ନିଜକୁ ଅନୁତାପ କଲି ଓ ପସ୍ତେଇଲି। କେମିତି ମୋବାଇଲ ଦେଖାରୁ ନିବୃତ୍ତ ହେବି ସେହି ଚିନ୍ତା ମୋ ମନରେ ଘାରିଲା। ଗୋଟେ ଉପାୟ ମୋ ମନରେ ପାଞ୍ଚିଲି ଓ ଚିନ୍ତା କଲି। ସେଥିପାଇଁ ଯୋଗ ଆସନ, ପ୍ରାଣାୟାମ, କପାଳଭାତି, ମେଡିଟେସନ ବା ଧ୍ୟାନ, ବଜ୍ରାସନ ଓ ସିଦ୍ଧାସନରେ ବସି କରିବା ଆରମ୍ଭ କଲି। କିଛି ଦିନ କରିବା ପରେ ମୁଁ ନିଜକୁ ଅନୁଭବ କଲି କିଛି ପରିବର୍ତ୍ତନ ମୋର ହେଉଛି। ସେଥିପାଇଁ ଏକ ନୂତନ ଯୋଗ ଆରମ୍ଭ କଲି। ପଦ୍ମାସନରେ ବସି ମୋର ଏକ ନୂତନ ଯୋଗ ଆରମ୍ଭ କଲି। ପ୍ରଥମେ ଶୁଣନ୍ତୁ, ପ୍ରଥମେ 2 ବୁଢ଼ା ଆଙ୍ଗୁଠିରେ ନିଜର 2 କାନକୁ ବନ୍ଦ କରନ୍ତୁ। ଦ୍ୱିତୀୟରେ 2 ବିଶି ଆଙ୍ଗୁଠିରେ 2 ଆଖିକୁ ବନ୍ଦ ରଖନ୍ତୁ। ତୃତୀୟରେ ନିଜର ପାଟିକୁ ବନ୍ଦ କରି ରଖନ୍ତୁ। ନିଶ୍ୱାସ ପ୍ରଶ୍ୱାସ ଟିକେ ରୋକି ରୋକି ବା ବନ୍ଦ କରି ଧୀରେ ଧୀରେ ଛାଡ଼ନ୍ତୁ ଓ ଭିତରକୁ ନିଅନ୍ତୁ, ପୁଣି ଛାଡ଼ନ୍ତୁ। ଏଇଭଳି 5-10 ମିନିଟ୍ ବା 20 ମିନିଟ୍ କରନ୍ତୁ। ଶେଷରେ ମୋର ଏହି ମନ୍ତ୍ରଟିକୁ ଜପ କରନ୍ତୁ। ଓಂ ରାଧେଶ୍ୟାମ ହରେ ହରେ, ଓಂ ସୀତାରାମ ହରେ ହରେ, ହରେ କୃଷ୍ଣମ ହରେ କୃଷ୍ଣମ ହରେ କୃଷ୍ଣମ ହରେ ହରେ, ଶ୍ରୀରାମ ଜୟ ରାମ, ଜୟ ମା ଜାନକୀ ଦେବୀ, ଜୟ ହନୁମାନ। ଯଦି ଏପରି କରନ୍ତି ନିଶ୍ଚିନ୍ତ ମୋବାଇଲ ଦେଖାରୁ ଦୂରେଇ ରହିବେ। ଏ ମନ୍ତ୍ରକୁ ନିଶ୍ଚିନ୍ତ ଜପ କରନ୍ତୁ। ଯଦି ମୋର ଏହି ମୋବାଇଲ ଲେଖା ବିଷୟରେ କିଛି ଭୁଲ ଥାଏ ବା ତ୍ରୁଟି ଥାଏ ମୋତେ କ୍ଷମା କରିବେ, ଦେହକୁ ନେବେନି। ଶେଷରେ ମୋର ଅନୁରୋଧ, ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବେ। ଧନ୍ୟବାଦ, ନମସ୍କାର, ଧନ୍ୟବାଦ।